ମାଧବ ପ୍ରଧାନ ସାହିରେ ଚୋରଙ୍କ ଆତଙ୍କ। ଆମେ ବର୍ତ୍ତମାନ ଅଛୁ ଯୋଉ ମାଧବର ପ୍ରଧାନ ସାହିରେ ଅଛୁ। କାଲି ବିଳମ୍ବିତ ରାତିରେ ଚୋରମାନେ ପାଖାପାଖି 8 ରୁ 10 ଘରେ ପଶି ଚୋରି କରିଥିବା ଅଭିଯୋଗ ହେଇଛି। ଆମେ ସେଇଠି ଅଛୁ, ପଚାରି ବୁଝିବା ଆକ୍ଚୁଆଲି ଘଟଣା କ'ଣ ହେଇଛି, କେମିତି ଚୋରି ହେଲା, କ'ଣ ସବୁ ଆପଣଙ୍କ ଘରୁ ଯାଇଛି। ଝିଅର କାନ ଫୁଲ ଯାଇଛି, ମୋର ମୁଦି ଯାଇଛି, ଆଉ ମୋ ପେଣ୍ଡି ଫୁଲ ଯାଇଛି, 5,000 ଟଙ୍କା ଯାଇଛି, ମୋ ମାଳ ପତ୍ର ଯାଇଛି। କେତେ ଟଙ୍କାର ଜିନିଷ ବୋଲି ଭାବୁଛନ୍ତି? 2 ଲକ୍ଷ ଟଙ୍କା ହବ। ଆପଣ କେମିତି କାଲି ରାତିରେ କେମିତି ଘରେ ଥିଲେ ନା ବାହାରେ ଥିଲେ ନା କୁଆଡେ ଯାଇଥିଲେ? ଆମେ ସେପଟ ଘରେ ଶୋଇଥିଲୁ। ଏ ଘର ଯେ ବଲ୍ଟା ଫ୍ୟାନ୍ ଖରାପ ହେଇଯାଇଛି, ସେ ଘରେ ଶୋଇଥିଲୁ, ଯାଇ ସମସ୍ତେ ପିଲା ଛୁଆ ସମସ୍ତେ ଶୋଇଥିଲୁ। କେତେବେଳେ ଦେଖିଲେ ସବୁ ଜିନିଷ ହେଇଛି? 3ଟା ରାତିରେ ବଡ଼ ଯାଆ ସେ ଘରେ ପଶିଥିଲେ, 8 ନେଇକି ଘୋଷାଡ଼ି ଯାଉଥିଲେ, କବାଟରେ ଯେମିତି ବାଡ଼େଇ ହେଇଗଲା, ସେ ଯାଆ ଉଠିକି ଦେଖିଲା ସବୁ ଜିନିଷ ତ ହେଇଛି, ସ୍ୱାମୀକି ଡାକିଲେ। ଦେଖିଲେ କ'ଣ ସବୁ ଘରର ଅବସ୍ଥା ଏମିତି କ'ଣ ସବୁ ତ କଢ଼ା ହେଇକି ଛିନଛତ୍ର ଚାଜା ଉପରେ କଢ଼ା ହେଇଛି, ଟ୍ରଙ୍କ ଭିତରେ ତଳେ ସବୁ ଲୁଗାପଟା ଖେଳେଇକି ସବୁ ଫୋପଡ଼ା ଫିଙ୍ଗା କରିନ୍ତି, 8 ନେଇକି ବାରିଆଡ଼େ ଫୋପାଡ଼ିନ୍ତି, ଗୋଟେ ଟ୍ରଙ୍କ ବାରିଆଡ଼େ ପଡ଼ିଛି, ଆଉ 1 କିଲୋମିଟର ବାଟରେ ଗୋଟେ 8 ନେଇକି ଫୋପାଡ଼ିନ୍ତି, ଲୁଗାପଟା ସେଥିରେ ଥିଲା ସବୁ ଫୋପାଡ଼ିନ୍ତି। ତ ଇଏ ନେଇକି ଥାନାରେ ଆପଣ କହିଲେନି କି ଏଇ ଟାଇପର ଘଟଣା ଘଟିଛି? ଥାନାକୁ ଯାଇନ୍ତି, ଫେରି ନାହାନ୍ତି। ଏଇଟା ମାଧବ ପ୍ରଧାନ ସାହି। କ'ଣ ହେଇଛି ଆପଣଙ୍କ ଘରେ? ଆମର ଝିଅ ବାହାଘର 13 ତାରିଖରେ ସବୁ ଜିନିଷ ପତ୍ର କିଣା ସରିଥିଲା। ଆମେ ଗତ ରାତିରେ ସେପଟ ଘରେ ଶୋଇଥିଲୁ, ସବୁ ତାଲିକା କରିବାକୁ କଂସା ବାସନ ରସ ବାସନ ସବୁ ତାଲିକା ହେଇ ଥୁଆ ହେଇଛି ବୋଲି ଜାଗା ନଥିଲା, ସେ ଘରକୁ ଯାଇଥିଲୁ। ରାତି 2ଟାରେ 2:30ରେ ଉଠିଲା ବେଳକୁ ଆଉ କିଛି ନାହିଁ। ଆଉ ସେ ଯାହା ଯାଇ ଡାକିଲେ ହାଉ ହାଉକିରି ଦେଖ ଆସିକିରି ଘର କବାଟ ଖୋଲିକି ଚୋର ଚୋରି କଲେଣି, ତମେ ଏପଟେ ଶୋଇଛ। ଆମେ ଆସିକି କାନ୍ଦ ବାଳରେ ଦେଖୁଛୁ ଯେ ଆମ ଖୋଳ ସବୁ ଚେନ୍ ଖୋଳ ପଡ଼ିଛି, ମୁଦି ଖୋଳ ପଡ଼ିଛି, ଟ୍ରଙ୍କ ସବୁ ଖୋଲା ପଡ଼ିଛି, ଜିନିଷ ପତ୍ର ପଡ଼ିଛି, ଏମିତିଆ ଚୋରି ହେଇଯାଇଛି। ଆଉ କ'ଣ କରିବୁ? ଆଉ ଆମର ସବୁ କିଣାକିଣି କିନ୍ତୁ ସରିଥିଲା 13 ତାରିଖରେ, ବୁଧବାର ଦିନ ବାହାଘର। ଚେନ୍ କାନ ଫୁଲ ଏଗୁଡ଼ା 4-5 ଲକ୍ଷ ଟଙ୍କାର। ଆଉ ଏବେ ତ ସୁନା ରୂପା ସବୁ 1.5 ଲକ୍ଷର ଚେନ୍ଟା ହେଇଥିଲା, କାନ ଫୁଲ 1,25,000 ହେଇଥିଲା। ସବୁ ଏମିତି ଆଗିରି ଯାଇଛି। 10,000 ଟଙ୍କା ଥୋଇଥିଲେ ଆଲମାରିରେ, ସିଏ ବି ନାହିଁ। ଗୋଟିଏ ରାତିରେ 6 ଘରେ କଳାକାନା ବୁଲାଇଲେ ଚୋର। ପୋଲିସର ତନାଘନା ଆରମ୍ଭ। ଲକ୍ଷାଧିକ ଟଙ୍କାର ଗହଣାଗାଣ୍ଠି ଲୁଟି ନେଲେ ଦୁର୍ବୃତ୍ତ। ଚିନ୍ତାରେ ପ୍ରଧାନ ସାହି ଲୋକେ। କାଲି ରାତିରେ ଗୋଟେ ଆପଣଙ୍କ ଗାଁରେ 6-7ଟା ଘରେ ଚୋର ପଶିଲେ, ତାଙ୍କର ଜିନିଷ ବି କିଛି ନେଇଯାଇଛନ୍ତି। ଗୋଟେ ଝିଅ ବାହାଘର ହବାର ଥିଲା, ସେ ତାଙ୍କର ସୁନା ଗହଣା ସବୁ ସାଇତିକି ରଖିଥିଲେ, ତାକୁ ବି ନେଇଗଲେ। କ'ଣ କେମିତି କ'ଣ ସବୁ ଗୋଟେ ନୂଆ କଥା ସବୁ ଶୁଣିବାକୁ ପଡୁଛି? ଏମିତି ଘଟଣା ଆମର ଦୀର୍ଘ ଆମେ ଜନ୍ମ ହବାର 45 ବର୍ଷ ହେଲାଣି, ଆମେ କେବେ ଶୁଣି ନଥିଲୁ। ଯୋଉ ଘଟଣାଟି ହେଲା ଅତ୍ୟନ୍ତ ଦୁଃଖଦାୟକ ଏବଂ ପରିପାକର ବିଷୟ। କ'ଣ ଭାବୁଛନ୍ତି? ପ୍ରାୟ ଗୋଟେ 500 ମିଟର ଏରିଆ ଭିତରେ ସେମିତି ବୁଲିକି ଟାର୍ଗେଟ କରିଛନ୍ତି 5-7 ଜଣ ପରିବାରକୁ, ଯେ କି ଘର ଭିତରେ ପଶିକିରି
ଘରୁ ଜିନିଷ ନେଇଯିବା ଏମିତି ଗୋଟେ ଏତେ ସାହସ ଦୁଃସାହସ ସେମାନେ କୋଉଠୁ ପାଇଲେ କେମିତି କଲେ ଏ ବର୍ତ୍ତମାନ ଗାଁ ସାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏଟା କେମିତି କେତେ ଶୀଘ୍ର ଚୋରକୁ ଧରାଯିବ, ପ୍ରଶାସନ କି ପ୍ରକାର ଆକ୍ସନ ନବ, ଆଉ ଯେତେ ଶୀଘ୍ର ଧରିବ କେମିତି ସେମାନେ କ୍ଷତିପୂରଣ ପାଇବେ। ଏମାନେ ଗୋଟେ ଝିଅ ଗୋଟେ ବାହାଘର ହେବା ପାଇଁ ଥିଲା, ତାଙ୍କର ଜିନିଷପତ୍ର ସବୁ ନେଇଯାଇଛନ୍ତି। ଆଉ କିଛି ଜଣଙ୍କର ଘରୁ ସବୁ ଭାଙ୍ଗିକି ନେଇଯାଇଛନ୍ତି ଜିନିଷ, କାହା ଟ୍ରଙ୍କ ନେଇ ବିଲରେ ପକେଇଛନ୍ତି, କାହା ବ୍ୟାଗ ନେଇ ବାରିଆଡେ ପକେଇଛନ୍ତି। ଯୋଉ କରିଛନ୍ତି ପ୍ରଶାସନକୁ ଆମେ ବିନୀତ ନିବେଦନ କରୁଛୁ ଯଥାଶୀଘ୍ର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ, ଏମାନଙ୍କୁ ଧରିକିରି ତୁରନ୍ତ ଆରେଷ୍ଟ କରାଯାଉ। ଗୋଟେ କଥା ଦେଖିବାକୁ ଆମେ ପାଉଛୁ, ଏ ଗାଁ ଟା ହଉଛି ଗୋଟେ ଖଞ୍ଜା ମାନେ ଲାଗି ଲାଗିକି ସବୁ ଘର ରହିଛି। ଆଜ୍ଞା ତଥାପି ସେମାନଙ୍କର ଭୟ ନାହିଁ, ଡର ନାହିଁ। ମାନେ ଗୋଟେ ଘରେ ନୁହଁ 8ଟା ଘରରେ ପଶି ଜିନିଷ ଚୋରି କରି ନେଇଯିବା। ଆଜ୍ଞା। କଣ ଭାବୁଛନ୍ତି, ଗାଁର ଲୋକ ହେଇଥାଇ ପାରନ୍ତି କି ବାହାର ଲୋକ? କଣ ନାଇଁ ସେଇଟା ତ କହିହବନି, ତଥାପି ଏତେ ଗାଁର କୌଣସି ବ୍ୟକ୍ତି ସହଯୋଗ ନ କଲେ ଏତେ ବଡ କାର୍ଯ୍ୟ ହେଇପାରେ ବୋଲି ଆମେ କେବେ ହେଲେ ବିଶ୍ୱାସ କରିପାରୁନୁ। ଗାଁର କେହି ନା କେହି ଆଦିରେ ଅଛନ୍ତି, କିଏ କେମିତି ଜାଣିବେ କାହା ଘରେ କୋଉଠି ଜିନିଷ ରହୁଛି, କାହାର ଟ୍ରଙ୍କ କୋଉଠି ଥୁଆ ହଉଛି, ସେ କେମିତି ଜାଣିବ? ବାହାର ଲୋକ ହଠାତ୍ ଆସି ଆମ ଗାଁ ଭିତରେ ଜାଣିପାରିବନି ନା। କି ଏମାନେ ସବୁ ବାରିପଟେ ବୁଲି ଟାର୍ଗେଟ କରିଛନ୍ତି, ଦାଣ୍ଡ ପଟେ କୌଣସି ଟାର୍ଗେଟ ହବା ଭଳିଆ ଜଣା ପଡୁନି। କାରଣ ବାରିପଟେ କିଛି ଲୋକଙ୍କର ଘରକୁ ଲକ୍ କରାଯାଇଛି, ଲୋକମାନେ ଯୋଉମାନେ ପୁରୁଷ ଲୋକ ଅଛନ୍ତି ତାଙ୍କୁ ଲକ୍ କରାଯାଇଛି, ଆଉ ସ୍ତ୍ରୀ ଲୋକମାନେ ଯୋଉ ଘରେ ଶୋଇଛନ୍ତି ଜିନିଷପତ୍ର ଟ୍ରଙ୍କ ଅଛି ତାକୁ ଉଠେଇବା ପାଇଁ ସେମାନେ ବାରିପଟେ ହିଁ ଟାର୍ଗେଟ କରିଛନ୍ତି। ଏକାଧିକ ବ୍ୟକ୍ତି, କେହି ଜଣେ ନୁହଁ, ଏଥିରେ ବହୁତ ବ୍ୟକ୍ତି ସମ୍ପୃକ୍ତ ଥିବାର ଜଣା ପଡୁଛି। କାରଣ ଜଣେ ଦି ଜଣଙ୍କ ଦ୍ୱାରା ଏ କାମ କେବେ ହେଲେ ହେଇପାରିବ ନାହିଁ। ତେଣୁକରି କେମିତି କଣ କରାଯାଏ କି ଶୀଘ୍ର ଚୋରକୁ ଧରାଯିବ, ଆଉ ଏ ପ୍ରକାର କାମ ଯେମିତି ଦ୍ୱିତୀୟ ଥର ଏଠି ଜନ୍ମ ନ ନିଏ, ତା ପାଇଁ କେମିତି କଣ କରାଯିବ ପ୍ରଶାସନ ଚିନ୍ତା କରିବା ନିହାତି ଦରକାର। ଆମେ ଆପଣଙ୍କ ମାଧ୍ୟମରେ କହୁଛୁ ତୁରନ୍ତ ନିଆଳି ପୋଲିସ ଆ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଗାଁ ଲୋକ କହନ୍ତି କି ଗାଁରେ କେବେ ଚୋରି ହେଇନି। କାଲି ରାତିରେ ଯୋଉ ଘଟଣା ଘଟିଛି, କଣ ସବୁ ଘଟିଲା? ଆମେ ତ ଶୋଇଛୁ, କୋଲ ବାହାର ପଟ ଦେଇ ନେଇଛନ୍ତି, ଆଉ ଆମେ ତ ଶୋଇଛୁ, ସେ ତ ଘର ପଶିକି ନେଇଛନ୍ତି। ଆଉ ଆମେ ଆଉ କଣ ଘଟଣା ଆଉ ଜାଣିବୁ କଣ? ଆମ ଘର ଭିତରେ ରହିଲୁ ଆଉ। ବାହାରୁ ତାଲା ପକେଇଦେଲେ? କିଳିଣି ଦେଇଦେଲେ ବାହାରୁ, ଆମେ ଘର ଭିତରେ। ସକାଳୁ ଆସି ଆମକୁ ଡାକିଲା ଖୁଣୁ ଲୋକ ଆମେ ଉଠିଲୁ ଆଉ। କଣ ଦେଖିଲ ଉଠିକି, କଣ ସବୁ ଯାଇଛି? ଦେଖିଲୁ ତ ସେ ଘରେ ଯାହା ଜିନିଷ ପତ୍ର ଟଙ୍କା ପଇସା ଥିଲା ତାକୁ ନେଇଯାଇଛନ୍ତି, ତା ଲୁଗାପଟା ସବୁ ନେଇଯାଇଛନ୍ତି, ଆଉ ସବୁ ଫୋପଡା ଫୋପଡି କରିଛନ୍ତି। ଘର ସେମିତି ସବୁ ଆଟାଜି କାଗଜ ପତ୍ର ସବୁ ଫୋପଡା ଫୋପଡି କରିଦେଇଛନ୍ତି ଆଉ। କାହିଁକି ଏମିତି ଚୋରି ଦିନକୁ ଦିନ ବଢୁଛି? ମଦ ଖାଉଛନ୍ତି, ଯୋଉ ମଦ ଖାଇଲେ, ଆଉ ମଦ ଖାଇକି ତ ଏମିତି କରୁଛନ୍ତି। ମଦ ଖାଇକି ବୋତଲ ସବୁ ଫୋପାଡିଛନ୍ତି, ବସ୍ତିଆର ଯୋଉ ଚୋରି ଯାଇକି ପକେଇଛନ୍ତି ଆଉ। କେମିତି ରୋକା ଯାଇପାରିବ ୟାକୁ? ଆମେ ଆପଣ ମାନେ ସଞ୍ଚିକି ରଖୁଛନ୍ତି, ବର୍ଷ ବର୍ଷ ଧରିକି ସଞ୍ଚିକି ରଖୁଛୁ, ରଖୁଛନ୍ତି। ସେ ଆସି ଘରେ ପଶିକିରି ନହୁନ୍ତି। କେମିତି ଆଇନ ଦ୍ଵାରା ରଖିବେ ନା ଆଉ। ଆଉ ଆମେ କଣ କରିବୁ? ଆମେ ଯଦି କଣ କରିବାର ଥାନ୍ତା ଆମେ କରିଥାନ୍ତୁ ନା ନାହିଁ। ସେ ତ ବାହାରୁ ତାଲା ପକେଇଦେଲେ, ତାଲା ଆପଣ ପକେଇଦେଲେ ଆମେ କଣ କରିପାରିବୁ? ନିହାତି ଚୋର ମାନଙ୍କୁ ଧରିବାର ଆବଶ୍ୟକତା ରହିଛି। ଆମେ ଆଉ କଣ କରିପାରିବୁ କି? ଆମକୁ ବାହାରୁ ତାଲା ପକେଇ ଦେଲେ ଆମେ ଆଉ ତ କିଛି କରିବାର ନାହିଁ। ତ ଯାହା କରିବ ପ୍ରଶାସନ କରିବ ବୋଲି କହୁଛନ୍ତି। ଯାହା କରିବ ଆଇନ ଅନୁସାରେ କରିବେ। ଆଇନ ବାଟ ଆମେ ଆଇନ ଆଶ୍ରୟ ନେଲୁ, ସେ କରିବେ ନା, ଆମେ କଣ କରିପାରିବୁ ଆଉ? ଶୁଣନ୍ତୁ, ରାତିରେ ଯଦି ଚୋର ଏକ ଅଛନ୍ତି କି ଏକାଧିକ ଅଛନ୍ତି, ଆପଣ ମାନେ ଘରେ ସ୍ତ୍ରୀ ଲୋକ, ଯଦି ତାଙ୍କୁ ବି ପ୍ରତିରୋଧ ଆପଣ କରିବେ, ସମୟ ପଳେ ଆପଣଙ୍କ ଜୀବନ ପ୍ରତି ବି ବିପଦ ରହିଛି। ବିପଦ ଅଛି। ଆମ ବିପଦ, ଆମେ ଯଦି ପଦାକୁ ଉଠିବୁ, ଦେଖୁନ କେତେ ବଡ କାଠ ଆଣିକି ଥୋଇଛନ୍ତି। ଏଇଟାକୁ ବି ଆଣିକି ରଖିଥିଲେ? ଆଣିଛନ୍ତି ଚାବି ଖୋଲିଛନ୍ତି, ଯୋଉ ତାଙ୍କର ଯନ୍ତ୍ର ଆଣିଛନ୍ତି ଖୋଲିଛନ୍ତି। ଆଉ କଣ? ଆମେ ଘର କରିକିରି ରହିଲୁ। ଆମେ ଲୋକ ଫେରେ ସେ ତ ବାହାର ପଟୁ ଗେଟ ଦେଇଦେଲେ, ଇଏ କଲେ ବି ବାହାର ପଟୁ ଆମେ ଲୋକ ବି ଆମେ ଆସିଲେ ଆମେ କଣ କରିପାରିବୁ? ସିଏ ମଦୁଆ ଗନ୍ଦଡିଆ ମାନେ ସେ ଡକାୟତ ଲୋକ ନା, ଆମେ ତାଙ୍କର କଣ କରିପାରିବୁ? ଫେରେ ଆଇନ ଆଶ୍ରୟ ଆମେ ନଉଛୁ, ଆଇନ ଯାହା କହିବେ। ଆଉ କଣ? କୋଉଠି କଣ ହେଇଛି ଘଟଣା? କୋଉ ଗାଁ? ଇଏ ହଉଛି ପ୍ରଧାନ ସାହି, ମାଧବ ପ୍ରଧାନ ସାହି। ଆଉ ମୁଁ ଆସି ମତେ 68 ବର୍ଷ ହେଲାଣି, ମୁଁ ଚୋରି ହବା ଜିନିଷ କୌଣସି ଜାଗାରେ ଦେଖିନି। କିନ୍ତୁ ମୁଁ ଆଜି ଜାଣ ଶୁଣିଲୁ, ଆମେ ଆମଠୁ ବି ପୁରୁଖା ଲୋକ ସେମାନେ ଆସି ବସନ୍ତି ଏଇଠି, ସେମାନେ ବି ଜାଣିନାହାନ୍ତି ଚୋରି ଆମ ଗାଁ ପ୍ରଧାନ ସାହିରେ ହଏ ବୋଲି। କିନ୍ତୁ ପ୍ରଧାନ ସାହି ବଡ ଏରିଆଟା, ଚୋରି ସେଠି ପଶି ପାରନ୍ତିନି ଲୋକ। ତେଣୁକରି କୋଉ ଭଳିଆ ଚୋର ଆସିଲେ ଏଇଭଳିଆ କାମ ହେଲା। ଆଉ ଗୋଟେ ଝୁଅ ବାହାଘର ଆଉ ରାତି ପାଇଲେ
ବୁଧବାର ବାହାଘର ସେ ଏଇନା କାନ୍ଦ ବଳି ପଡ଼ି ବେଚେତା ହିଁ ହୁଅନ୍ତି। ଆମେ ଦେଖିକିରି ଆସିଲୁ ଏଇଭଳିଆ ଘଟଣା। ଆପଣଙ୍କର ଗାଁ ଟା ହଉଛି ପୁରା ଘରକୁ ଘର ଲାଗିଛି। 154 ଘର ଆମର କାହା ଘର ଛାଡ଼ିନି। 154 ଘର ଆମ ଘର କାହା ଘରୁ କାହାର ଛାଡ଼ିନି କି ଗୋଟେ ନାହିଁ ଗୋଟେ ବାଟ କୋଉଠି ଯିବା ପାଇଁକା। ତଥାପି 8ଟା ଘରୁ ଚୋରି ହେଇଛି। 8ଟା ଘରୁ ଚୋରି ଯାଇଛି। ଗୋଟେ ଜଣଙ୍କର କଣ ସିଏ କହୁଛି ମୋର 17,000 ଟଙ୍କା ଯାଇଛି ଏରି। ତାପରେ ତାଙ୍କର ସେଠି 2 ଘର ଯାଇଛି ଭାରି ସୁନା ରୂପା ଯାଇଛି ଏରି, ଚେନ୍ ମୁଦି 3 ହଳ ରିଙ୍ଗ, ତାପରେ କାନ ଫେଣ୍ଡି ହଳେ। ସେ ଝିଅ ବାହାଘର ତାଙ୍କର ଚାଲିଗଲା। ଆଉ ଜଣଙ୍କର ଟଙ୍କା, ଆଉ ୟାଙ୍କର ତ ଲାପଟପ୍ କଣ ସବୁ ଯାଇକି ଆମ ବାରିଆଡେ ପଡିଛି। ତ ଆପଣ ଭାବୁଛନ୍ତି ଏ ଯୋଉ ଚୋରି ଆରମ୍ଭ ହେଇଛି ଆପଣଙ୍କ ଗାଁରେ ଆଜ୍ଞା କୋଉମାନେ କରିଥିବେ ବୋଲି ଅନୁମାନ? ଆମେ ଅନୁମାନ କରୁଛୁ ଆମ ଗାଁ ବ୍ୟତୀତ ବାହାର ଚୋର ଏଠିକି ପଶି ପାରିବେନି। ବାହାର ଚୋରଙ୍କର ଆମ ଗାଁରେ ପଶିବାର କାହାରି ସାହସ ନାହିଁ। ଏ ପର୍ଯ୍ୟନ୍ତ ହେଲାଣି ଆମେ ଏଠୁ ହେଲୁଣୁ, ଆମେ ଦେଖିନୁ। ଆମ ପିଲା, ଆମ ବାପା ବଡ଼ବାପା ଆମର ସବୁ ଜେଜ ଅମଳରୁ ଆମେ ଶୁଣିନୁ ଯେ ପ୍ରଧାନ ସାହିରେ ଚୋରି ହବା। କୋଉଠାର ଚୋର ଏମିତି ଚୋର ଚୋରି କଲେ ଆଉ ଆମେ ବି କିନ୍ତୁ ଗାଁ ଚୋର ଆମେ ଅନୁମାନ କରୁଛୁ। ଗାଁ ଚୋର, ବାହାର ଚୋର ଏଠି ପଶିବେନି। ଆପଣ ଆଉ ଗୋଟେ କଥା, ଚୋରି ସମୟରେ ସେମାନେ ତାକୁ ବାହାରୁ କବାଟ ଲଗେଇ ଦଉଛନ୍ତି। ଆଜ୍ଞା ଯଦି ସେ ଘର ଲୋକ ହୁଅନ୍ତୁ କିମ୍ବା ବାହାର ଲୋକ ତାଙ୍କୁ ଯଦି ପ୍ରତିରୋଧ କରିବେ, ଜୀବନ ପ୍ରତି ବିପଦ ରହିଛି ନା ନାଇଁ? ରହିଛି। କଣ ହେଇଯିବ ବୋଲି ଭାବୁଛନ୍ତି? ଆମେ ତ ଦେଖୁଛୁ ଇଏ ତ ଆରମ୍ଭ ହେଲା ଏଇଠୁ। ଆରମ୍ଭ ଆମ ହେତୁ ବେଳେ ଆରମ୍ଭ ହେଲା ଏଇଠୁ। କଣ ହବ କଣ ନାହିଁ ବି ଆମେ ବି କିଛି କହିପାରିବୁନି। ଜୀବନ ଯାଇପାରିବ ତ? ହଁ ଏଥିରେ ଜୀବନ କଣ? ଯଦି କାଲି ଏଇଠି ଆମର ଏଇ ଗୋଟେ ଝିଅଟେ କାଲି ବାହାରକୁ ଉଠିଲା ବେଳକୁ ସେ କବାଟ ଦେଇକି ଦେଖିଲା ବେଳକୁ ସେ ଡେଇଁ ପଡିକିରି ବଲଟା ଭାଙ୍ଗି ଯାଇକିରି ପଳେଇଲା। ଦରକାର ପଡିଥିଲା ସେ ଯଦି ହାତ ହତିଆରରେ ଯଦି କିଛି କ୍ଷତି କରିଦେଇଥାନ୍ତା ସେ କଣ ଆଉ କରିପାରିଥାନ୍ତା? ତ ଆପଣଙ୍କ ଗାଁ ଲୋକ ଏବେ ଗୋଟେ ମେଳି ହବାର ସମୟ ଆଇଛି ନା ନାଇଁ? ଆଇଛି। ମେଳି ହେଇକି ଯୋଉ ଗାଁର ସୁରକ୍ଷା ଦବାଟା ଆପଣ ମାନଙ୍କର ଯୋଉ ମୁରବୀ ଲୋକ ଅଛନ୍ତି, ଯୁବପିଢି ଅଛି, ତାକୁ ମେଳି କରି ଗାଁର ସୁରକ୍ଷା ବ୍ୟବସ୍ଥାକୁ ଷ୍ଟ୍ରଙ୍ଗ କରିବାର ସମୟ ଆସିଛି ନା ନାଇଁ? ଆଜ୍ଞା ଖାଲି ପୁଲିସ ତ ଘଟଣା ପରେ ଆସିବ। ପୁଲିସ କଣ ଏଇନା ପୁଲିସ ଆସିବେ ସବୁ ଦେଖି ଚାହିଁକିରି ଯିବେ। ଆଉ ସେଠି ଆଉ କଣ ଜିନିଷ ଆଉ ଇଏ ହେଇପାରିବ? ଆମ ଗାଁରେ ଏକତା ହିଁ ବସିକିରି କଣ କରିବା, ଗୋଟେ ଏମିତି ତ କଣ ଆରମ୍ଭ ହେଇଗଲା। ଆଉ ସମସ୍ତେ ପିଲା ବସିକିରି କଣ ଗୋଟେ ଆଲୋଚନା କର କେମିତି କଣ ଆଗକୁ କରିବା। ଏ ତ ଚୋର ଆମ ପୁରା କହିଲି ହେତୁ ପାଇଲେ ଶୁଣା ହେଇନି। ଆଜି ଯେତେବେଳେ ଆରମ୍ଭ ହେଲା ଆମ ହେତୁ ପିଲା ଆମ ବାପା ଜମଲେଣି ଆମେ ଜାଣିଛୁ ଯେ ଆମ ପ୍ରଧାନ ସାହିରେ ଚୋର ପଶନ୍ତିନି। ଆମର ତ ମେନ୍ ବାଟ ନାହିଁ କୁଆଡେ ଯେ ଆସିବା ପାଇଁକା। ଆଉ ଆଚ୍ଛା, ଯୋଉ କଥା ମୁଁ କହୁଥିଲି ଆପଣଙ୍କୁ, ଯୋଉ ଗାଁର ସୁରକ୍ଷା ଗାଁର ଲୋକ କରିବେ। ଯଦି କୌଣସି ଅଘଟଣ ଘଟିଲା ତାହେଲେ ତା ପାଇଁ ପୁଲିସ ଅଛି। ପୁଲିସ କିନ୍ତୁ ବର୍ତ୍ତମାନ ଯୋଉ ମାନେ ଗୋଟେ ନୁହେଁ, 2ଟା ନୁହେଁ, 8ଟା ଘରେ ସେ ପଶିଲେ କେମିତି? ଧଡ଼ଧାଡ଼ କେମିତି କେତେ ଜଣ ସେ ଆସିଥିଲେ 8ଟା ଘରେ ପଶିଗଲେ ଆଉ କେହି ଜାଣିପାରିଲେନି ସେ କୋଉ ଭଳିଆ ଚୋର। ତ ଆପଣ ଭାବୁଛନ୍ତି ଗାଁର ଲୋକ ବସି ଗୋଟେ ମାନେ ସୁରକ୍ଷା ବଳୟ କରିବେ ନା ନାଇଁ? କରିବେ ତ ଆଉ ଯେମିତି ପିଲାଙ୍କୁ ପିଲା ସବୁ କରିବେ। ଆମେ ତ ଆମର ଆଉ ବୟସ ନାହିଁ ତାଙ୍କ ଡାକିକିରି ଏକକାଠେ ବସେଇକିରି ଗୋଟେ କରିବା ବୋଲି। ପିଲା ଯଦି ଯୁବକ ପିଲା ଯଦି ବସିକିରି କଣ ଗୋଟେ କରନ୍ତେ ତାହେଲେ ଗାଁ ଏକତା ହେଇକିରି ବସିକିରି ଗୋଟେ ଆଲୋଚନା କରନ୍ତେ। ଆମ ଗାଁରେ ତ ଆମେ ହେତୁ ପାଇଲେ ଦେଖିନୁ, ଆମ ବାପା ଆଜା ଦେଖିନୁ। ଆମେ ଏଇଠି ଏ ଅମଳରେ ହେଲା କଣ କରିବା? ସେମାନେ ଯଦି ଏକତା ହିଁ କରନ୍ତେ ତାହେଲେ କରିପାରିବେ। ଆଉ ଆମର ତ ବୟସ ନାହିଁ ଯେ ଆମେ କାହାକୁ ଡାକିବା, କାହାକୁ ଆଣିବା, ଇଏ କରିବା। ଗାଁରେ ନିଶା ସେବନ ବଢିଛି ନା କମିଛି? ବଢିଛି। ସେଇ ପୁରା ସେଇ ହେଇଛି ବେଶୀ। ସେଇ ନିଶା ଯୋଉଟାକ ଚାଲିଛି ଏ ଗାଁରେ ଗୋଟିଏ ପିଲା ସେ ଆମ ଗାଁଟାକୁ ପୁରା ଇଏ କରିଥିଲା। କେହି କହୁନାହାନ୍ତି, କେହି ଭୟରେ ତା ନାଁ କହୁନାହାନ୍ତି କି ସେ ଧରା ହେଇକିରି ଗଲା ଥାନାକୁ, ଗଲା ଜେଲ ଗଲା, ସେ ପୁଣି ଆସିକି ଯୋଉ ବେପାରକୁ ସେଇ ବେପାର କରୁଛି। କେହି ତାକୁ ଗାଁରେ ଡାକିକିରି ତୁ ତ ଗାଁରେ ବି ବେପାର କଲୁ, ତା ପାଖକୁ ଆଇଛି ଆମେ ଶୁଣିପାରୁଛୁ। କାଲି ଆଇଛି ତା ପାଖକୁ 15ଟା ମାଲ ତା ଟଙ୍କା ଆଇଛି। ଆପଣ ଭାବୁଛନ୍ତି ନିଶା କାରବାର ଟା ଏଇ ଚୋରିର କାରଣ? ଚୋରିର କାରଣ ନିଶା ବାଲା। ତାପରେ ନିଶା କାରବାରରେ ସେମାନେ ସମସ୍ତେ ସମ୍ପୃକ୍ତ। ପ୍ରାୟତଃ ନିଶା ଖାଇକିରି ଏସବୁ କାମ ହଉଛି। ଗାଁ ଏକତା ପାଇଁ ଆପଣ ପୂଜା ପର୍ବାଣୀ ଆସିଲେ ସମସ୍ତେ ଏକାଠି ହୁଅନ୍ତି। ତ ଚୋରି ହେଇଗଲା, 8ଟା ଘରେ ଚୋରି ହେଲା, ସମୟ ପଡିଲେ ସେ ରାତିରେ କଣ ଘଟିବ? ଚୋର କେହି ତ ମାରିଦବ କହିପାରିବେନି। କି ପିଲା କଣ ଛୁଆ କରିବ? ଦ୍ୱାରା ଯିଏ ଯୁଆଡେ ଗାଁରେ ଚୋରି ହବ ବୋଲି କେହି ସମ୍ଭବର କଥା କେହି ଚିନ୍ତା କରିନଥିଲେ। ଏଇଟା ପ୍ରଥମ ଘଟଣା ଆମେ ଦେଖୁଛୁ। ଏକା ଦିନକେ 7-8 ଘର ଚୋରି କରି ନେଇଯାଇଛି ଏକାଥର। ଚେତା ପଶିଲାଣି, ଆପଣ ମାନେ ଏକଜୁଟ ହେବେ? ହେବେନି ଆଉ କଣ କରିବେ? ଏକାଠି ହେବେ।
ନହେଲେ କଣ ହବ ଆଗାମୀ ଦିନ? ନହେଲେ ତ ଏମିତି ଚୋରି ହବ, ଯିଏ ଯାହାର ଚୋରି ହଉଥିବ ଏଫଆଇଆର କପି ଦଉଥିବେ, ପୋଲିସ ତ ଯାହା ଶୁଣିବ ସବୁ ଜଣା ଅଛି। ହୁଁ। ଆପଣ ଦେଖାଯାଉ। ଭାବୁଛନ୍ତି ଏତେ ବଡ ଗାଁ, ଦୀର୍ଘ 100 ବର୍ଷ 200 ବର୍ଷର ଗାଁ, ସେ ଗାଁରେ ଚୋରି ହେଇନଥିଲା ବୋଲି ଗାଁ ଏମିତିଆ ଲୋକ ଚୋରି ହେଇନଥିଲା। କିନ୍ତୁ ଆଜି 8ଟା ଘରେ ଗୋଟେ ରାତିରେ ଚୋରି ହେଇଗଲା। ଏପର୍ଯ୍ୟନ୍ତ ଆପଣ ମାନଙ୍କର ଯୁବପିଢି ହୁଅନ୍ତୁ କିମ୍ବା ପିଲା ହୁଅନ୍ତୁ ତଥାପି ପିସିଆର ଆସିକି ମୁଁ ଇନଫର୍ମେସନ ଦେଲି, ପିସିଆର ଆସି ଇନକ୍ୱାରି କଲାଣି, ଏଫଆଇଆର କପି ଦିଆ ଆସିଲାଣି। ପୋଲିସ ଆପଣଙ୍କର ଚେତା ପଶିଲାଣି କି? ସେ ତ ପଶିବନି ଆଉ କଣ ହବ? ପଶିଲାଣି। ପଶିଲାଣି, ବସିବେ, ପଶିବନି ଆଉ କଣ କରିବି? ବସି କରିବେ, ସଂଗଠନ ହଁ। ସୁରକ୍ଷା ଦାୟିତ୍ୱ ନେବେ। କରିବାକୁ ତ ପଡିବ।